ନାଇଁ ଦେଖନ୍ତୁ ଅଦଳ ବଦଳ ଗୋଟେ ବିଷୟ ଯେଉଁଟା ମଣିଷ ତାର ଦୈନନ୍ଦିନ ଜୀବନରେ ମଧ୍ୟ ବହୁ ସମୟରେ କରିଥାଏ। ତେଣୁ ଯେତେବେଳେ ମଣିଷ ନିଜର ଦୈନନ୍ଦିନ କାମରେ 5ଟା ପରିବର୍ତ୍ତନ ଆଣୁଛି ସେତେବେଳେ ଦଳ ଏବଂ ସରକାର ପରିବର୍ତ୍ତନ ଆଣିବେ ଏଥିରେ କିଛି ଅସ୍ୱାଭାବିକତା ନାହିଁ। ତେଣୁ 12 ବର୍ଷ ପୂର୍ତ୍ତି ହୋଇଗଲା କେନ୍ଦ୍ର ସରକାରଙ୍କର, ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷ ପୂର୍ତ୍ତି ହୋଇଗଲା। ଏବେ 2 ବର୍ଷ ପୂର୍ତ୍ତି ଏବଂ 12 ବର୍ଷ ପୂର୍ତ୍ତିକୁ ନେଇକରି ଯେଉଁ କାର୍ଯ୍ୟକ୍ରମ ମାନେ ଆମେ କରୁଛୁ ଆମର ପ୍ରୋଗ୍ରେସ୍ ରିପୋର୍ଟ ନେଇକରି ଲୋକଙ୍କ ପାଖକୁ ଯାଉଛୁ। ଆମେ ପ୍ରୟାସ କରୁଛୁ ଯେ ଗଣତନ୍ତ୍ରକୁ ଏକ ନୂଆ ପରିଭାଷା ଦେବା ପାଇଁ ଏବଂ ସରକାରଙ୍କୁ ଉତ୍ତରଦେହି କରିବା ପାଇଁ। ଯେମିତି ପାଠ ପଢ଼ିଲା ସମୟରେ ଛାତ୍ର ଥିଲାବେଳେ ଶିକ୍ଷକମାନେ ଆମର ମୂଲ୍ୟାଙ୍କନ କରନ୍ତି, ଗଣତନ୍ତ୍ରରେ ମଧ୍ୟ ସାଧାରଣ ଭୋଟରଟା ମଧ୍ୟ ସରକାରର କାମର ମୂଲ୍ୟାଙ୍କନ କରେ। ସେହି ବିଚାରଟାକୁ ଆଗକୁ ନେବା ପାଇଁ ଆମେ ଲୋକଙ୍କ ପାଖକୁ ଯାଉଛୁ ଏବଂ ଆମର ପ୍ରୋଗ୍ରେସ୍ ରିପୋର୍ଟ ନେଇକରି ତାଙ୍କୁ ଦେଖାଉଛୁ। ତାଙ୍କର ମୂଲ୍ୟାଙ୍କନ ପାଇଁ ଆମେ ନିବେଦନ କରୁଛୁ। ଯେତେ ମାର୍କା ସେମାନେ ଦେବେ ତାକୁ ନମ୍ରତାର ସହିତ ଗ୍ରହଣ କରିବୁ। ଯେତେ ମାର୍କା ଦେବେ ତାଠାରୁ ଅଧିକ ମାର୍କା ଆଗାମୀ ବର୍ଷ ଆଣିବା ପାଇଁ ପ୍ରୟାସ କରିବୁ। ସେ ଭିତରେ ରହିଲା ଯେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କେବେ ହେବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ପ୍ରମୁଖ ଦାୟିତ୍ୱ ହେଉଛି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାର ପାଇଁ, ରାଜ୍ୟରେ ମୁଖ୍ୟମନ୍ତ୍ରୀ, ତାଙ୍କର ପ୍ରେରୋଗେଟିଭ୍ ଏଇଟା। ତେଣୁ ଯେଉଁଠି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ପ୍ରେରୋଗେଟିଭ୍ ବିଷୟ, ସେ ବିଷୟରେ ମୁଁ କାହିଁକି ଟିପ୍ପଣୀ ଦେବି ଆଉ ଆପଣମାନେ ମଧ୍ୟ କାହିଁକି ଆତୁର ହେଉଛନ୍ତି ଏ ବିଷୟକୁ ଜାଣିବା ପାଇଁ। ଯେବେ ହେବ ପ୍ରଥମେ ଯଦି କିଏ ଜାଣିବ ଦେଶରେ ଏବଂ ରାଜ୍ୟରେ ସେଟା ହେଉଛି ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ଜାଣିବ। ଦେଖନ୍ତୁ 6ଟା ପଦ ଆପଣମାନଙ୍କୁ ମୁଁ ଖାଲି ଟିକେ ବତେଇ ଦେଉଛି ଯେ 21ଟା ପଦ ମନ୍ତ୍ରୀ ପଦ ଅଛି। ଏଇଟା କେଉଁଠି ଲେଖା ହେଇଛି? ପ୍ରକୃତରେ ମନ୍ତ୍ରୀ ପଦ କେତେଟା ହେବ ତାର କୌଣସି ମାପଦଣ୍ଡ ନାହିଁ। ଅତୀତରେ କ'ଣ ହେଉଥିଲା, ଅତୀତରେ ଗୋଟେ ଗୋଟେ ଛୋଟ ରାଜ୍ୟରେ ମଧ୍ୟ ସରକାର କଲା ବେଳକୁ ଆବଶ୍ୟକତା ଠାରୁ ଅଧିକ ମନ୍ତ୍ରୀ ପଦ ଦେଉଥିଲେ। 50ଟା ବିଧାୟକ ଅଛନ୍ତି, 35 ଜଣ ମନ୍ତ୍ରୀ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ ଯେ ରାଜ୍ୟର ବିଧାନସଭା ଏବଂ କେନ୍ଦ୍ରରେ ଲୋକସଭାର ଯେଉଁ ସଂଖ୍ୟା, ମନ୍ତ୍ରିମଣ୍ଡଳର ସଂଖ୍ୟା 15%ରୁ ଅଧିକ ହେବ। ସେ କ୍ରମରେ ଆମର ଭାଗରେ ପଡ଼ିଲା ଯେହେତୁ 147ଟା ଆମର ବିଧାୟକଙ୍କର ସଂଖ୍ୟା, ତେଣୁ 15% କହିଲେ 21 ସଂଖ୍ୟାରୁ ଅଧିକ ହେବ ନାହିଁ। କିନ୍ତୁ 21ଟା ମନ୍ତ୍ରୀ ପଦ ବୋଲିକରି କୌଣସି ସମ୍ବିଧାନରେ ଲେଖା ହେଇନାହିଁ। ମନ୍ତ୍ରୀ ପଦ 15%ରୁ ଅଧିକ ହେବନି। ଏଇଟା ହେଉଛି ସୁପ୍ରିମକୋର୍ଟର ଆଦେଶ ଏବଂ ଭାରତ ସରକାରଙ୍କର ନିୟମ। ତେଣୁ ପଦ ଏତିକିଟା ଅଛି ବୋଲି ନାହିଁ। ପଦ କମ୍ ଥିଲେ ବି ଚାଲିବ, ସରକାର ପଦ 15% ହେଲେ ବି ଚାଲିବ, 14% ହେଲେ ବି ଚାଲିବ, 13% ବି ଚାଲିବ। 2 ବର୍ଷ ଚାଲିଲାଣି, ଭଲ ଭାବରେ ଚାଲିଲାଣି। ହଁ, ରହିଲା କଥା ଯେ ଯେହେତୁ ଆମ ପାଖରେ ଆହୁରି 5-6ଟା ପଦ ଅଛି, ସେଇଟା ପୂରଣ କରିବାର ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର। ଜାତୀୟ ଦଳ ଆମେ, ତେଣୁ ଯେଉଁଟା ବି ହେବ ପ୍ରଦେଶର ସଂଗଠନ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତୃତ୍ୱ ଏ ବାବଦରେ ଆଲୋଚନା କରିକରି ଶେଷ ନିଷ୍ପତ୍ତି ନେବେ। Dreams University for Best Academy and Placement. Padmini Care Hospital for Best Healthcare.